ଗୋଟିଏ ଜଙ୍ଗଲରେ ରାତି ସମୟ ହୋଇଯାଇଥାଏ। ଟୁନି ତା ବସାକୁ ଶୋଇବା ପାଇଁ ଆସେ। ସାରା ଦିନ ଆଡ଼େ ସାଡ଼େ ଖାଦ୍ୟ ଖୋଜି ଖୋଜି ସେ କ୍ଳାନ୍ତ ହୋଇଯାଇଥାଏ। ଆଜି ବହୁତ କଷ୍ଟ କଲି, ଯାଉଛି ଶୋଇପଡ଼ିବି। ସେ ତା ବସାକୁ ଯେମିତି ଶୋଇବାକୁ ଯାଏ, ଏତିକି ବେଳେ ସେ ଦେଖେ ଆକାଶରେ ଉଲ୍କା ଭଳି କିଛି ଗୋଟେ ବସ୍ତୁ ଜଙ୍ଗଲ ଆଡ଼କୁ ଆସୁଛି। ଏହା ଦେଖି ଟୁନି ଭୀଷଣ ଡରିଯାଏ, ଆଉ ଆକାଶକୁ ସେମିତି ଚାହିଁ ରହିଥାଏ। ତାପରେ ସେହି ବସ୍ତୁଟି ଜଙ୍ଗଲର ଗୋଟେ ଜାଗାରେ ଆସି ପଡ଼ିଯାଏ, ଆଉ ଜୋରରେ ଶବ୍ଦ ମଧ୍ୟ କରେ। ଟୁନି ବହୁତ ଡରିଯାଏ, ଆଉ ସେଠାରୁ ଉଡ଼ି ପଳାଏ। ବଞ୍ଚାଅ, ବଞ୍ଚାଅ, କିଏ କୋଉଠି ଅଛ? ବଞ୍ଚାଅ। ଟୁନି ପାଟି ଶୁଣି ଗୋଟିଏ ବଡ଼ ଗଛ ମୂଳେ ଶୋଇଥିବା ଏକ ବାଘ ନିଦରୁ ଉଠିଯାଏ। କିରେ ଟୁନି, ଅଧ ରାତିରେ ଏଡେ ବଡ଼ ପାଟି କାଇଁ କରୁଛୁ? ମଦ ଫଦ ପିଇ ଦେଇଛୁ ନା କଣ? ବାଘ ମାମୁଁ, ଏତେ ବଡ଼ ଶବ୍ଦ ହେଲା, ତୁମେ କଣ ଶୁଣିପାରିଲନି ନା କଣ? ନାଇଁ ତ, ମତେ ତ କେବଳ ତୋରି ଚିତ୍କାର ଶୁଭିଲା। ଆକାଶରୁ ଗୋଟିଏ ଭୟଙ୍କର ବସ୍ତୁ ଆମ ଜଙ୍ଗଲରେ ଆସି ପଡ଼ିଲା, ଆଉ ବହୁତ ଜୋରରେ ଶବ୍ଦ କଲା। ଆଉ ସେହି ଶବ୍ଦ ଶୁଣି ମୁଁ ବହୁତ ଡରିଗଲି। ସେଥିପାଇଁ ଆଡ଼େ ଉଡ଼ି ଆସିଲି। ଚାଲ ବାଘ ମାମୁଁ, ଦେଖିବା ସେ ବସ୍ତୁଟି ଜଙ୍ଗଲରେ କେଉଁଠି ପଡ଼ିଛି। ନା ନା, ମୁଁ ଯିବିନି। ମତେ ଜୋରେ ନିଦ ଲାଗୁଛି। ତୁ ଯା। ଜଙ୍ଗଲରେ ତୁମେ ଏକା ସାହସୀ ବୋଲି ମୁଁ ତୁମ ପାଖକୁ ଆସିଥିଲି। ହେଲେ ତୁମେ ତ ଗୋଟିଏ ବଡ଼ ଡରକୁରା। ହଉ ହଉ, ତୋର ଯଦି ସାହସ ଅଛି ତାହେଲେ ତୁ ଏକା ଚାଲି ଯାଉନୁ। ହଉ ଠିକ୍ ଅଛି, ମୁଁ ଯାଉଛି କୁମ୍ଭୀର ଭାଇଙ୍କୁ ଡାକିବି। ହଁ, ଏଇଥିରୁ ଜଣା ପଡ଼ିଲା ତୁ କେଡ଼େ ବଡ଼ ସାହସୀ। ନିଜେ ଭିତରେ ଡରୁଛି, ଆଉ ମୋ ଆଗରେ ବଡ଼ ବଡ଼ ଗପୁଛି। ତାପରେ ଟୁନି କୁମ୍ଭୀର ପାଖକୁ ଯାଏ। କୁମ୍ଭୀର ଭାଇ, ଓ କୁମ୍ଭୀର ଭାଇ, ତୁମେ ଚେଇଁଛ ନା ଶୋଇପଡ଼ିଲଣି? କିଏ ସେ? କିଏ ସେ ପାଟି କରୁଛି? ମୁଁ ଏଠି ନାହିଁ। ମଜା କରନି କୁମ୍ଭୀର ଭାଇ, ବାହାରକୁ ଆସ ପ୍ଲିଜ। ଏ ରାତିଟାରେ ତୁ ମତେ କାହିଁକି ଡାକୁଛୁ? ତତେ କଣ ନିଦ ଲାଗୁନି ନା କଣ? ଆରେ କୁମ୍ଭୀର ଭାଇ, ଜଙ୍ଗଲରେ ଏକ ଅଦ୍ଭୁତ ଜିନିଷ ଆକାଶରୁ ଆସି ଭୟଙ୍କର ଶବ୍ଦ କରି ପଡ଼ିଲା। ତୁମକୁ କଣ ଶୁଭାଗଲାନି? ନାଇଁ ରେ ଟୁନି, ମୁଁ ତ ପାଣି ଭିତରେ ରହିଲି। ପାଣିରେ ଯାହା ପଡ଼ିବ ମତେ ଶୁଭିବ। ତାହେଲେ ଚାଲ ମୋ ସାଙ୍ଗରେ, ଦେଖିବା ସେ ଜିନିଷଟି କେଉଁଠି ପଡ଼ିଛି। ଆରେ ନା ନା, ମତେ ନିଦ ଲାଗୁଛି, ମୁଁ ଯାଇପାରିବିନି। ତାପରେ ଟୁନି ଶିଆଳ ପାଖକୁ ଯାଏ। ଆରେ ଶିଆଳ ଭାଇ, ଓ ଶିଆଳ ଭାଇ। ଆରେ ଟୁନି, ଆସ୍ତେ ଆସ୍ତେ, ପାଟି କରନି। ମୁଁ ଏବେ ଏଠି ଛେଳି ଚୋରି କରିବା ମିଶନରେ ଅଛି। କଣ ହୋଇଛି କହ? ତାପରେ ଟୁନି ଶିଆଳକୁ ସବୁ କଥା ଖୋଲି କୁହେ। କିନ୍ତୁ ଶିଆଳ କୁହେ, ଆରେ ନାଇଁ ଟୁନି, ମୋର ଏସବୁରେ ଇଣ୍ଟରେଷ୍ଟ ନାହିଁ। ମୁଁ ଏବେ ମୋ ଡ୍ୟୁଟିରେ ଅଛି। ତୁ ଯା, ଏକା ପଳା। ଏହା ଶୁଣି ଟୁନି ତା ବସାକୁ ଫେରି ଆସେ। କାଲି ସକାଳେ ମୁଁ ଏକା ଖୋଜିବାକୁ ଯିବି। ଏବେ ଯାଉଛି ଶୋଇପଡ଼ିବି। ତା ପରଦିନ ସକାଳ ହୁଏ, ଆଉ ଟୁନି ନିଦରୁ ଉଠେ। ଯାଉଛି ଦେଖିବି ସେ ଜିନିଷଟା କଣ। ତାକୁ ନ ଦେଖିବା ଯାଏ ମୋ ମନ ଥୟ ହେବନି। ଏହା କହି ଟୁନି ସେ ଜିନିଷଟିକୁ ଖୋଜିବାକୁ ଉଡ଼ିଯାଏ। ଏପଟେ ବାଘ ମାମୁଁ ଜଙ୍ଗଲରୁ ଏକ ମେଣ୍ଢା ଶିକାର କରି ଆଣିଥାଏ। ମେଣ୍ଢାଟା ଏଇଠି ଥାଉ। ଯାଉଛି କିଛି ମସଲା ଆଣି ତାକୁ ରାନ୍ଧିବି, ଆଉ ମଜା କରି ଖାଇବି। ଏହା କହି ବାଘ ମାମୁଁ ସେଠାରେ ସେଇ ମଲା ମେଣ୍ଢାକୁ ଥୋଇ ଦେଇ ମସଲା ପାଇଁ ଯାଏ। କିନ୍ତୁ କିଛି ସମୟ ପରେ ସେଠାରେ ଥିବା ଏକ ଗଛ ମୂଳରେ ଲୁଚିଥିବା ଏକ ଅଦ୍ଭୁତ ପ୍ରାଣୀ ସେ ମେଣ୍ଢା ପାଖକୁ ଆସେ, ଆଉ ତାକୁ ଖାଇବା ଆରମ୍ଭ କରିଦିଏ। ଏପଟେ ଟୁନି ସେହି ଜିନିଷଟିକୁ ଖୋଜି ଖୋଜି ପାଇଯାଏ।
ଆଉ ସେ ଜିନିଷଟି ଯେଉଁଠି ପଡ଼ିଥାଏ ସେ ଜାଗାଟା ପୁରା ଖାଲ ହୋଇଯାଇଥାଏ। ଟୁନି ସେହି ଅଦ୍ଭୁତ ଗୋଲାକାର ଜିନିଷ ପାଖକୁ ଆସେ। ଆରେ, ମୁଁ ତ ଏମିତିକା ଜିନିଷ ଆଗରୁ କେବେ ଦେଖିନି। ଏଇଟା କ'ଣ ହୋଇପାରେ? ଯାଉଛି ବାଘ ମାମୁଙ୍କ ପାଖକୁ ଯିବି। ସେ ୟାକୁ ଦେଖିଲେ କିଛି କହିପାରିବେ। ଏପଟେ ବାଘ ତା ଗୁମ୍ଫାକୁ ଆସି ଦେଖେ ସେ ରଖିଯାଇଥିବା ମେଣ୍ଢାଟି ସେଠାରେ ଆଉ ନାହିଁ। ଆରେ, ମୋ ଶିକାରଟା କୁଆଡେ ଗଲା? କିଏ ଚୋରି କରି ନେଇଗଲା ନା କ'ଣ? ଏହା କହି ବାଘଟି ଭୀଷଣ ରାଗିଯାଏ। କିଏ ସେ ବେଇମାନ ଯିଏ ମୋ ଶିକାର ଚୋରି କରିଛି? ମୋ ସାମ୍ନାକୁ ଆସ, ମୁଁ ତୋର କିଛି କରିବିନି। ଏତିକି ବେଳେ ଟୁନି ସେଠାକୁ ଆସେ। ଆରେ ବାଘ ମାମୁଁ, ତୁମର କ'ଣ ହୋଇଛି? ଏମିତି ଟେନସନରେ ଥିବା ଭଳି ଲାଗୁଛ। ଏ ଟୁନି, ତୁ ମୋ ଶିକାର କରିଥିବା ମେଣ୍ଢାକୁ ଚୋରି କରି ନେଇଯାଇଛୁ ନା? ଆରେ ବାଘ ମାମୁଁ, ତୁମର କ'ଣ ମୁଣ୍ଡ ଖରାପ ନା ପେଟ ଖରାପ? ମୁଁ ତ ଏଡ଼ିକି ବକଟେ ପକ୍ଷୀ। ତୁମର ଏଡ଼େ ବଡ଼ ମେଣ୍ଢାକୁ ମୁଁ କେମିତି ଚୋରି କରିବି? ହେଲେ ତୁମ ଶିକାର ଚୋରି ହେଲା କେମିତି? ଆରେ, ମୁଁ ସେ ଶିକାରଟାକୁ ରାନ୍ଧି ଖାଇବି ବୋଲି ତାକୁ ଏଠାରେ ରଖିକି ମସଲା ଆଣିବାକୁ ଯାଇଥିଲି। ହେଲେ ମୁଁ ଫେରିଲା ବେଳକୁ ଏଠି ଆଉ ସେ ମେଣ୍ଢା ନାହିଁ। କୋଉ ପୋଡ଼ା ମୁଆଁଟା ଚୋରି କଲା କେଜାଣି? ମତେ ଲାଗୁଛି ତୁମ ମେଣ୍ଢାଟା ବୋଧହୁଏ ନିଜେ ନିଜେ କୁଆଡ଼େ ପଳେଇଛି। ଇଏ କି କଥା କହୁଛୁ ଟୁନି? ମଲା ମେଣ୍ଢାଟା କେମିତି ଚାଲିବ? ବୋକିଟା ନା କ'ଣ? ବାଘ ମାମୁଁ, ଛାଡ଼ ସେ କଥା। ତୁମେ ମୋ ସାଙ୍ଗରେ ଆସ, ଦେଖିବ। ମୁଁ କାଲି ରାତିରେ ତୁମକୁ ଯେଉଁ ଅଦ୍ଭୁତ ଜିନିଷ କଥା କହୁଥିଲି ସେ ଜିନିଷକୁ ମୁଁ ଏବେ ଗୋଟେ ଜାଗାରେ ପଡ଼ିଥିବାର ନିଜ ଆଖିରେ ଦେଖିଛି। ହେଲେ ମୁଁ ବୁଝିପାରୁନି ସେଇଟା କ'ଣ। ତାହେଲେ ଚାଲ ଟୁନି, ମୁଁ ତୋ ସାଙ୍ଗରେ ଯିବି। ଦେଖିବା ସେଇଟା କି ଜିନିଷ। ତାପରେ ସେମାନେ ସେଠାରେ ଯାଇ ପହଞ୍ଚି ଯାଆନ୍ତି। ଏଇ ଦେଖ ବାଘ ମାମୁଁ, ଏଇଟା ହେଉଛି ସେଇ ଜିନିଷ। ଆରେ, ଏଇଟା ତ ଏକ ଅନ୍ୟ ଗ୍ରହର ଯନ୍ତ୍ର ଭଳି ଲାଗୁଛି। ଲାଗୁଛି ୟା ଭିତରେ କିଛି ଇଲିୟନ ଆସିଛନ୍ତି ବୋଧେ। ଭଲ ମଜା ହବ। ଇଲିୟନ ଗୁଡାକୁ ତନ୍ଦୁରୀ କରି ଖାଇବି। ବାଘ ମାମୁଁ, ମତେ ଭାରି ଡର ଲାଗୁଛି। କେଜାଣି ସେ ଏଲିୟନ ଗୁଡା କେତେ ଭୟଙ୍କର ହୋଇଥିବେ। ଆରେ ନାଇଁ ରେ ଟୁନି, ଇଲିୟନ ଗୁଡା ଭାରି ସାହାଯ୍ୟକାରୀ। ଆଚ୍ଛା, ଠିକ ଅଛି। ହେଲେ ବାଘ ମାମୁଁ, ସେ ଏଲିୟନ ଗୁଡା ୟା ଭିତରେ ଅଛନ୍ତି ନା କୁଆଡେ ବାହାରେ ବୁଲୁଛନ୍ତି? ଚାଲ ତାଙ୍କୁ ଖୋଜିବା। ଏହା କହି ସେ ଦୁଇ ଜଣ ଚାରିଆଡେ ଖୋଜିବାକୁ ଲାଗନ୍ତି। ଆଉ କିଛି ସମୟ ଖୋଜିଲା ପରେ ସେମାନେ ଏକ ବୁଦାମୂଳ ହଲଚଲ ହେଉଥିବାର ଦେଖନ୍ତି। ଆରେ ବାଘ ମାମୁଁ, ଦେଖ, ସେ ଘାସ ବୁଦାଟା କେମିତି ହଲଚଲ ହେଉଛି। ଲାଗୁଛି ଯେମିତି ତା ଭିତରେ କିଏ ଅଛି। କିଏ ସେଠାରେ? ଭଲ ଦଶା ଅଛି ଯଦି ବାହାରି ଆସ। ଆଉ ହଠାତ୍ ସେହି ବୁଦାମୂଳରୁ ଏକ ଅଜବ ପ୍ରାଣୀ ବାହାରି ଆସେ। ସେହି ପ୍ରାଣୀଟିକୁ ସେମାନେ ଆଗରୁ କେବେ ଦେଖିନଥିଲେ। ସେ ଉଚ୍ଚତାରେ ବହୁତ ଛୋଟ, କିନ୍ତୁ ଦେଖିବାକୁ ଭୀଷଣ ଅଦ୍ଭୁତ। ତା ମଥାରେ ଦୁଇଟା ସିଂହ ଥାଏ। ଦାନ୍ତ ଗୁଡ଼ିକ ବଡ଼ ବଡ଼ ଥାଏ। ଏଇ, ତୁ କିଏ? କେଉଁଠୁ ଆସିଛୁ? ମତେ ମାର ନାହିଁ, ମୋର ନାଁ ଲୁତୁପୁତୁ। ହା ହା ହା, କି ନାଁ ରେ ବାବା, ଲୁତୁ ପୁତୁ। ଆରେ, ବଡ଼ ଅଜବ ନାଁ ତ ତୁମର। ହେଲେ ଆମେ ତ ତୁମକୁ ଆଗରୁ ଏଠାରେ କେବେ ବି ଦେଖିନୁ। ମୁଁ ଅନ୍ୟ ଏକ ଗ୍ରହରୁ ଆସିଛି। ମୁଁ ମହାକାଶରେ ଭ୍ରମଣ କରୁଥିଲି। ହେଲେ ମୋ ମହାକାଶ ଯାନରେ କିଛି ତ୍ରୁଟି ଦେଖାଗଲା। ଆଉ ତାପରେ ତୁମ ପୃଥିବୀର ପାଖାପାଖି ହୋଇଯାଇଥିବାରୁ ପ୍ରଚଣ୍ଡ ଗତିରେ ତୁମ ଗ୍ରହରେ ଆସି ପଡ଼ିଗଲି। ମୋ ମହାକାଶ ଯାନଟା ନଷ୍ଟ ହୋଇଯାଇଛି। ଏବେ ମୁଁ କେମିତି ମୋ ଗ୍ରହକୁ ଫେରିବି? ଫେରିବୁ ଆଉ କାହିଁକି? ତାଠୁ ଭଲ ହବ ମୋ ପେଟକୁ ଚାଲିଆ। ମତେ ଜୋରେ ଭୋକ ହେଲାଣି। ବାଘ ମାମୁଁ, ତୁମେ ଏତେ ନିଷ୍ଠୁର କ'ଣ? ତୁମକୁ କ'ଣ ଦେଖାଯାଉନି ଏ ଅନ୍ୟ ଗ୍ରହର ପ୍ରାଣୀଟା କେତେ ବିପଦରେ ପଡ଼ିଛି? ଆମ ଗ୍ରହରେ ସେ ଅଟକି ଯାଇଛି।
ମତେ ଜୋରେ ଭୋକ ଲାଗିଲାଣି। ଏତେ ସମୟ ବିତିଗଲାଣି, ମୁଁ ଖାଲି ଗୋଟିଏ ମେଣ୍ଢା ଖାଇଛି। କଣ କହିଲୁ? ତା ମାନେ ମୋ ମେଣ୍ଢାକୁ ତୁଇ ଖାଇଛୁ? ହଁ, ମୁଁ ଖାଇଛି। ତାହେଲେ ମାଙ୍କଡ ମୁହାଁ ତୁଇ ମୋ ଶିକାର ଖାଇଛୁ। ଆଉ କଣ ଦଉନ? ଆଜି ମୁଁ ତତେ କଞ୍ଚା ଚୋବେଇ ଖାଇବି। ବାଘ ମାମୁଁ ରହିଯାଅ, ଏମିତି କରନି। ତୁ ଏ ପୃଥିବୀକୁ ଆସୁ ଆସୁ ଚୋରି କରିବା ଶିଖିଗଲୁ। ଏବେ ମୁଁ କଣ ଖାଇବି? ମୁଁ ତୁମକୁ ଅନେକ ଖାଦ୍ୟ ଖାଇବାକୁ ଦେବି। ମୋ ସାଙ୍ଗରେ ଚାଲବାଜି କରୁଛୁ? ତୁ ତ ନିଜେ ଚୋରି କରି ଖାଇଲୁ। ମତେ କୋଉଠୁ ଅନେକ ଖାଦ୍ୟ ଆଣିକି ଦବୁ? 1 ନମ୍ବର ଚାଲବାଜ, 2 ନମ୍ବର ଭଣ୍ଟ। ଆରେ ବାଘ ମାମୁଁ, ତୁମେ ଶାନ୍ତ ହୁଅ, ଆଗେ ତା କଥା ଶୁଣ। ଆମ ଗ୍ରହର ନାମ ପୁଣ୍ଡା। ସେ ଅନେକ ଦୂରରେ ଅଛି। ସେଠାରେ ଖାଦ୍ୟର କୌଣସି ଅଭାବ ନାହିଁ। ତମ ଗ୍ରହରେ ଯଦି କିଛି ଅଭାବ ନାହିଁ, ତାହେଲେ ତୁ ଆଡେ କାହିଁକି ଆସିଥିଲୁ? ଆମ ପୁଣ୍ଡା ଗ୍ରହରେ ତ ସବୁ ଅଛି, କିନ୍ତୁ ଗୋଟିଏ ଜିନିଷର ଭୀଷଣ ଅଭାବ। ଆଉ ସେହି ଜିନିଷକୁ ଖୋଜିବା ପାଇଁ ମୁଁ ମହାକାଶରେ ବୁଲୁଥିଲି। ଆଉ ମୋ ମହାକାଶ ଯାନର ତ୍ରୁଟି ଯୋଗୁଁ ମୁଁ ଏ ପୃଥିବୀରେ ଆସି ପଡ଼ିଗଲି। କିନ୍ତୁ ସେ ଗୁରୁତ୍ୱପୂର୍ଣ୍ଣ ଜିନିଷଟି କଣ, ଯାହା ପାଇଁ ତୁମେ ମହାକାଶରେ ଭ୍ରମଣ କରୁଥିଲ? ସେ ଜିନିଷର ନାଁ ହେଉଛି ଲୁଣ। ଆମ ଗ୍ରହରେ ଲୁଣ ମିଳେ ନାହିଁ। ସେଇ ଲୁଣ ପାଇଁ ହିଁ ମୁଁ ଭ୍ରମଣ କରୁଥିଲି। ଆଉ ଭାଗ୍ୟବଶତଃ ଯେଉଁଠି ଲୁଣ ମିଳିବ, ମୁଁ ସେଇଠି ଆସି ପଡ଼ିଗଲି। ତୁମେ ଲୁଣ ଖୋଜିବାକୁ ଆସିଥିଲ? ହଁ, ତୁମ ଗ୍ରହରେ ଲୁଣ ମିଳେ ବୋଲି ମୁଁ ସନ୍ଧାନ ପାଇଯାଇଛି। ଆଉ ସେଥିପାଇଁ ମୁଁ ଆମ ଗ୍ରହକୁ ସିଗ୍ନାଲ ପଠେଇ ଦେଇଛି। ଅଧିକରୁ ଅଧିକ ଲୁଣ ନେଇ ମୁଁ ଏଠାରୁ ଚାଲିଯିବି। ଏତେ ଲୁଣ ନେଇ ତୁ କଣ କରିବୁ? ଆଚ୍ଛା, ତୁମେ ଆଗ କୁହ ତ, ତୁମେ ଲୁଣ କଣ ପାଇଁ ଖାଅ? ଖାଦ୍ୟରେ ଲୁଣ ପଡ଼ିଲେ ସେ ଖାଦ୍ୟଟି ସ୍ୱାଦିଷ୍ଟ ଲାଗେ, ଆଉ ଖାଇବାକୁ ମଜା ଲାଗେ। ସେଇ କଥା ତ, ଆମେ ବି ଲୁଣ ସେଇଥିପାଇଁ ଖାଉ। କିନ୍ତୁ ଆଗରୁ ଆମେ ସେ ବିଷୟରେ ଜାଣିନଥିଲୁ। ଆଉ ଆମେ ଖାଦ୍ୟ ସେମିତି ଖାଇଦେଉଥିଲୁ। କିନ୍ତୁ ଆମ ପୂର୍ବପୁରୁଷମାନେ ମହାକାଶରେ ଭ୍ରମଣ କରି କେଉଁଠୁ ଅନେକ ଲୁଣ ନେଇ ସଞ୍ଚୟ କରି ରଖିଥିଲେ। ସେମାନେ ତ ମରିଗଲେ, ହେଲେ ଆମକୁ କହିନଥିଲେ ଯେ ଲୁଣଟା ତୁମ ପୃଥିବୀରେ ମିଳୁଛି ବୋଲି। ତେଣୁ ସେଥିପାଇଁ ଅନେକ ଦିନରୁ ଆମେ ଲବଣ ସନ୍ଧାନରେ ମହାକାଶ ସାରା ଘୁରି ବୁଲୁଛୁ। ତାପରେ ତ କହିଲି ଆଉ, ମୁଁ କେମିତି ଆସି ତମ ପୃଥିବୀରେ ପଡ଼ିଗଲି ଆଉ। ତାହେଲେ ଏଇ କଥା। ଠିକ୍ ଅଛି, ଆମେ ତୁମକୁ ନିଶ୍ଚୟ ଲୁଣ ଆଣିଦେବୁ। ଆଚ୍ଛା କୁହ ତ, ଏ ଲୁଣରେ ତୁମେ ଆଉ କଣ କର? କଟା ଘାରେ ବୋଳୁ। ଏଇ କଣ କହୁଛ ବାଘ ମାମୁଁ? ଆଉ ନୁହେଁ ତ କଣ, ଏ ମାଙ୍କଡ ମୁହାଁ ମୋ ଖାଦ୍ୟ ଖାଇଛି। ଭୋକରେ ମୋ ପେଟ ପୋଡ଼ିଲାଣି। ଆକୁ ଏଇନା ମୁଁ କାଟିବି, ଆଉ ଲୁଣ ଛିଞ୍ଚିକି ଖାଇବି। ଆରେ ରୁହ ବାଘ ମାମୁଁ, ଏ ବିଚରା କେତେ ଦୂରରୁ ଆମ ପୃଥିବୀକୁ ସାମାନ୍ୟ ଲୁଣ ନେବାକୁ ଆସିଛି। ଆମେ ତାକୁ ସାହାଯ୍ୟ କରିବା ଉଚିତ। ତାହେଲେ ମୋ ମେଣ୍ଢାର କଣ ହବ? ତୁ ତ ସେ ବିଚାର କରୁନୁ। ମୁଁ ଏବେ କଣ ଖାଇବି? ବିଚରାଟାକୁ ଭୋକ ହେଲା ବୋଲି ସେ ଖାଇଦେଲା। ତାକୁ କ୍ଷମା କରିଦିଅ ବାଘ ମାମୁଁ। ଆଉ ଯାଅ, ତା ପାଇଁ କିଛି ଲୁଣ ନେଇ ଆସ। ସେ ଏଠାରୁ ଚାଲିଯିବ, ଆଉ ତୁମ ଖାଦ୍ୟ ଚୋରି କରିବନି। ତାହେଲେ ଠିକ ଅଛି। ଆଚ୍ଛା ଲୁତୁପୁତୁ, ତୁମ ଗ୍ରହରେ କଣ ସମସ୍ତେ ତୁମ ଭଳି? ହଁ, ସମସ୍ତେ ମୋରି ଭଳି। ବ୍ୟସ୍ତ ହୁଅନି, ଆଉ ଟିକେ ପରେ ସେମାନେ ଏଠାକୁ ଚାଲି ଆସିବେ। ତମେ ତାଙ୍କୁ ଦେଖିବ। ଏପଟେ ବାଘ ତା ପାଇଁ ଲୁଣ ନେଇ ଆସେ। ଏଇ ନେରେ ପେଚା ମୁହାଁ, ତୋ ଲୁଣ ନେଇ ଏଠାରୁ ଚାଲିଯା। ଲୁଣ ପ୍ୟାକେଟ ଦେଖି ଲୁତୁପୁତୁ ବହୁତ ଖୁସି ହୋଇଯାଏ, କିନ୍ତୁ ସେ କୁହେ, ଏତେ କମ୍ ଲୁଣ, ଏତିକି ତ ଅଣ୍ଟିବନି। ମୋର ଆହୁରି ଦରକାର। ମୋ ଘରେ ଯେତିକି ଥିଲା ମୁଁ ସେତିକି ଆଣିଛି, ଆଉ ମୁଁ କୋଉଠୁ ଆଣିବି? ଲୁତୁପୁତୁ, ଆମେ ତ ଲୁଣ ତିଆରି କରୁନା, ଆମେ ତାକୁ କିଣିକି ଆଣୁ। ଆଉ ଆମ ପାଖରେ ଯେତିକି ଥିଲା ଆମେ ତୁମକୁ ସେତିକି ଦେଲୁ। ତାହେଲେ ଲୁଣ ତିଆରି ହୁଏ କେଉଁଠି, ଆଉ କେମିତି?
ଲୁଣ ସମୁଦ୍ର ପାଣିରେ ତିଆରି ହୁଏ। ତାହେଲେ ତ ତୁମ ପାଖରେ ଅଧିକ ଲୁଣ ଥିବା କଥା, କାରଣ ଏହି ପୃଥିବୀରେ ଅନେକ ସମୁଦ୍ର ଅଛି। ମତେ ପୁରା ସମୁଦ୍ରର ଲୁଣ ଦରକାର। ପାଗଳ ଟାକିରେ, ପୁରା ସମୁଦ୍ର ଯାକର ଲୁଣ ତତେ କିଏ ଦବରେ ମାଙ୍କଡ ମୁହାଁ? ମୁଁ କିଛି ଜାଣିନି, ମତେ ବହୁତ ଲୁଣ ଦରକାର। ମତେ ଯଦି ତୁମେ ଲୁଣ ନ ଦେବ, ମୁଁ ତୁମକୁ ବନ୍ଦୀ କରିଦେବି। କଣ? ତୁ ଆମକୁ ବନ୍ଦୀ କରିବୁ? ତୋର ଏତେ ବଡ ସାହସ? ଆମେ ଏଇଠି ଅଛୁ, କର ବନ୍ଦୀ। ମୁଁ ଆଜି ତତେ ଦେଖି ନେବି। ଠିକ ଅଛି, ସାହସ ଅଛି ଯଦି ଦେଖ। ଏହା କହି ଲୁତୁପୁତୁ ସେ ଦୁଇ ଜଣଙ୍କୁ ତା ଯାଦୁ ଶକ୍ତି ବଳରେ ବନ୍ଦୀ କରିଦିଏ। ଆରେ ଆରେ, ଏ କଣ? ମୁଁ ଆଉ ହଲଚଲ ହେଇପାରୁନି କାହିଁକି? ଏ ମାଙ୍କଡ ମୁହାଁ, ତୁ କଣ କଲୁ? ଲୁତୁପୁତୁ, ଏଇ ତୁମେ କଣ କଲ? ଛାଡ଼ି ଦିଅ ଆମକୁ। ହେଁ 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 ହେଁ, ମୁଁ ତୁମକୁ ବନ୍ଦୀ କରିଛି। ଏ ମାଙ୍କଡ ମୁହାଁ, ସତ କହ, ତୁ ଯାଦୁକର ନା କଣ? ଲୁତୁପୁତୁ, ଆମେ ତୁମକୁ ସାହାଯ୍ୟ କଲୁ, ହେଲେ ତୁମେ ଆମକୁ ବନ୍ଦୀ କରିଦେଲ। ତୁମେ ଯଦି ମତେ ଅଧିକ ଲୁଣ ଆଣି ନା ଦେବ, ତାହେଲେ ମୁଁ ତୁମମାନଙ୍କୁ ଏମିତି ବନ୍ଦୀ କରି ରଖିବି। କଣ? ଏତେ ବଡ ସ୍ପର୍ଦ୍ଧା ତୋର? ତୁ ଆମକୁ ଧମକ ଦେଉଛୁ? ଶାନ୍ତ ହୁଅ ବାଘ ମାମୁଁ। ୟା କଥା ମାନିବା ଛଡା ଆମ ପାଖରେ ଆଉ କିଛି ବି ଉପାୟ ନାହିଁ। ଲୁତୁପୁତୁ, ଆମକୁ ଛାଡ଼ି ଦିଅ। ଆମେ ତୁମ ପାଇଁ ଏବେ ଲୁଣ ଆଣିବାକୁ ଯିବୁ। ହଠାତ୍ ଏତିକି ବେଳେ ଆକାଶରୁ ଆଉ ଏକ ମହାକାଶ ଯାନ ସେଠାକୁ ଆସେ। ଏଇ ଦେଖ, ଆମ ଗ୍ରହରୁ ଆଉ ଏକ ନୂଆ ଯାନ ଆସିଲାଣି। ପୂର୍ବ ଯାନ ତୁଳନାରେ ସେହି ଯାନଟି ବହୁତ ବଡ଼ ଦିଶୁଥାଏ। ଆଉ ତା ଭିତରୁ ଲୁତୁପୁତୁ ଭଳି ବହୁତ ଗୁଡ଼ିଏ ପ୍ରାଣୀ ଗୋଟେ ପରେ ଗୋଟେ ବାହାରି ଆସନ୍ତି। ସେମାନେ ଲୁତୁପୁତୁ ପାଖକୁ ଆସି ଏକ ବିଚିତ୍ର ଭାଷାରେ କଥାବାର୍ତ୍ତା କରନ୍ତି। ଏହା ଦେଖି ବାଘ ଭୀଷଣ ଡରିଯାଏ। ଟୁନି, ସର୍ବନାଶ ହେଇଗଲା। ଏମାନେ ତ ଏତେ ଜଣ, ଆଉ ସେମାନେ ତ ଲୁତୁପୁତୁ ଭଳି ଯାଦୁ ବି ଜାଣିଥିବେ। ଏବେ ଆମେ କଣ କରିବା? ଆଉ ଆମର ବଞ୍ଚିବାର ପ୍ରଶ୍ନ ଉଠୁନି। ଭୟ କରନି ବାଘ ମାମୁଁ, ଆଗ ଆମେ ଏଠୁ ବାହାରି ଯାଉ। ସେମାନଙ୍କ ବିରୁଦ୍ଧରେ କଣ କରିବା ସେ ଉପାୟ ନିଶ୍ଚୟ ବାହାର କରିବା। ତାହେଲେ ଠିକ ଅଛି, ତୁ ତା ସହ କଥା ହ। ଆମକୁ ଛାଡ଼ି ଦିଅ ଲୁତୁପୁତୁ, ଆମେ କଥା ଦେଉଛୁ ତୁମ ପାଇଁ ଅନେକ ଲୁଣ ନେଇ ଆସିବୁ। ତାପରେ ଲୁତୁପୁତୁ ସେମାନଙ୍କୁ ବନ୍ଦୀରୁ ମୁକ୍ତ କରିଦିଏ। ସେ ଦୁଇ ଜଣ ସେଠାରୁ ଅନେକ ଦୂରକୁ ଚାଲି ଆସନ୍ତି। ଆରେ ଟୁନି, ଭାରି ତ ବଡ ବଡ ଗପୁଥିଲୁ। ଅନ୍ୟ ଗ୍ରହର ପ୍ରାଣୀଙ୍କୁ ସାହାଯ୍ୟ କରିବା ଉଚିତ। ଏବେ ସାହାଯ୍ୟ କର। ନାଇଁ ବାଘ ମାମୁଁ, ଏମାନଙ୍କୁ ତ ଏଇ ଜଙ୍ଗଲରୁ ବାହାର କରିବାକୁ ହିଁ ପଡ଼ିବ। ହେଲେ କେମିତି? ମୁଁ କିଛି ବୁଝିପାରୁନି। ଆଇଡିଆ! ବାଘ ମାମୁଁ, ଚାଲ ଶିଆଳ ଭାଇଙ୍କ ପାଖକୁ ଯିବା। ସେ ତ ଭାରି ଚତୁର। ସେ ଏମାନଙ୍କୁ ଏଠୁ ବାହାର କରିବାର ଉପାୟ ନିଶ୍ଚୟ ବତେଇବେ। ହଉ, ତେବେ ଠିକ ଅଛି, ଚାଲ ତା ପାଖକୁ। ତାପରେ ଟୁନି ଆଉ ବାଘ ଶିଆଳ ପାଖକୁ ଯାଆନ୍ତି, ଆଉ ତାକୁ ଯାଇ ସବୁ କଥା ଖୋଲି କୁହନ୍ତି। ଆରେ ବାବାରେ, ତାଙ୍କ ପାଖରେ ଶକ୍ତି ଅଛି ମାନେ ସେ ତ ଆମ ଉପରେ ଭାରି ପଡ଼ିଯିବେ। ଆମକୁ କିଛି ଚାଲାକି କରିବାକୁ ପଡ଼ିବ। ଶୁଣ ଟୁନି, ମୁଁ ତତେ ଗୋଟେ ପ୍ଲାନ୍ କହୁଛି। ଟୁନି, ତୁ ଖାଲି ପଲ୍ହେ ମାଙ୍କଡକୁ ଏକଜୁଟ କର, ତାପରେ ମୁଁ ସବୁ ବୁଝିବି। ତାପରେ ଟୁନି ମାଙ୍କଡ ମାନଙ୍କ ପାଖକୁ ଯାଏ, ଆଉ ଶିଆଳ ବାଘ ସାଙ୍ଗରେ ସେଇ ଅନ୍ୟ ଗ୍ରହର ପ୍ରାଣୀ ମାନଙ୍କ ପାଖକୁ ଯାଏ। ଆରେ, ତମେ ଆସିଗଲ ଆମ ଲୁଣ ପାଇଁ। ଆଉ ଇଏ କିଏ? ସେ ହେଉଛନ୍ତି ଶିଆଳ ଭାଇ। ସିଏ ହିଁ ତୁମକୁ ଲୁଣ ଦେବେ। ହଁ ହଁ, ମୁଁ ତୁମ ପାଇଁ ଲୁଣ ଆଣିବି। ତୁମେ ତ ସମୁଦ୍ର ଯାକର ଲୁଣ ମାଗିଛ ଆଉ, ତେଣୁ କରି ଲୁଣ ଗୁଡାକ ଆସିବାକୁ ଟିକେ ଡେରି ହବ, ମାନେ ରାତି ହେଇଯିବ ଆଉ। ଠିକ ଅଛି,
ଆମେ ସେ ପର୍ଯ୍ୟନ୍ତ ଅପେକ୍ଷା କରିବୁ। ହେଲେ ଲୁତୁ ପୁତୁ, ତୁମେ ବୋଧହୁଏ ଜାଣିନ, ଅନ୍ଧାର ହେଲେ ଆମ ଏ ଜଙ୍ଗଲରୁ ଗୋଟେ ପ୍ରକାର ଡିଆଁ ଭୂତ ବାହାରନ୍ତି। ଆଉ ସେମାନେ ତୁମ ପରି ଜୀବମାନଙ୍କୁ ଦେଖିଲେ ସାଙ୍ଗେ ସାଙ୍ଗେ ଖାଇଦିଅନ୍ତି। ସତରେ? ତେବେ ଆମେ କଣ କରିବା? ଗୋଟେ କାମ କରିବା, ଆମେ ଚାଲ ଆଉ ଏକ ଜାଗାକୁ ଚାଲିଯିବା। ସେଠାରେ ତୁମେମାନେ ନିରାପଦରେ ରହିବ। ଏହା କହି ଶିଆଳ ବାଘ ରହୁଥିବା ଜାଗାକୁ ସେମାନଙ୍କୁ ନେଇଯାଏ। କିଛି ସମୟ ପରେ ରାତି ହୋଇଯାଏ। ଆଉ ଅନ୍ଧାରର ସୁଯୋଗରେ ମାଙ୍କଡ଼ମାନେ ସେଠାକୁ ଆସି ଏ ଗଛରୁ ସେ ଗଛକୁ ଡେଇଁବାକୁ ଲାଗନ୍ତି। ଆରେ, ଲାଗୁଛି ଭୂତ ଗୁଡାକ ଆମ ପିଛା କରି ଏଠାକୁ ଚାଲି ଆସିଛନ୍ତି। ହେଲେ ଶିଆଳ ଭାଇ, ତୁମେ ପରା କହିଥିଲ ଏଇଟା ନିରାପଦ ଜାଗା। ହଁ ଯେ, ହେଲେ ମୁଁ କଣ କରିବି? ସେମାନେ ବୋଧହୁଏ ତୁମ ଗନ୍ଧ ଶୁଙ୍ଘି ଏଠାକୁ ଚାଲି ଆସିଛନ୍ତି। ବାଘ ମାମୁଁ, ଶୀଘ୍ର ଚାଲ, ନହେଲେ ସେମାନେ ଆମକୁ ମାରିଦେବେ। ଏମିତି ମିଛରେ ନାଟକ କରି ଶିଆଳ ବାଘକୁ ନେଇ ସେଠାରୁ ଦୌଡ଼ି ପଳାଏ। ଆଉ ତାପରେ ଗଛ ଉପରେ ଥିବା ମାଙ୍କଡ଼ମାନେ ଲୁତୁପୁତୁ ଆଉ ତା ସାଙ୍ଗମାନଙ୍କ ଉପରକୁ ଢେଲା ଫିଙ୍ଗିବାକୁ ଲାଗନ୍ତି। ସାଙ୍ଗମାନେ, ଲାଗୁଛି ଏ ଭୂତମାନେ ଆମକୁ ମାରିଦେବେ। ଚାଲ ଆମେ ଏଠୁ ପଳେଇବା। ଆଉ ଆମର ଲୁଣ ଫୁଣ କିଛି ଦରକାର ନାହିଁ। ଏହା କହି ସେମାନେ ତାଙ୍କ ଯାନରେ ବସି ସେଠାରୁ ଚାଲିଯାଆନ୍ତି।